ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନଙ୍କ ପାଇଁ ଏଇ ଜେଆରଏସ୍ ଜବ୍ର କିଛି ଅପଡ଼େଟ୍ ନେଇ ଆସିଛି। ଯେ ସାଙ୍ଗମାନେ ଆପଣମାନେ ଜାଣିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାର ପ୍ରାୟତଃ ଏଇ ଜେଆରଏସ୍ ଜବ୍ରେ ଆପ୍ଲାଏଟି ଚାଲିଛି। ତ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଆପ୍ଲାଏ ଡେଟ୍ଟି ଚାଲିଗଲାଣି ଏବଂ ବିଭିନ୍ନ ଜିଲ୍ଲାରେ ଆପ୍ଲାଏ ଡେଟ୍ଟି ମଧ୍ୟ ଚାଲୁ ରହିଛି। ତ ଇତିମଧ୍ୟରେ କଳାହାଣ୍ଡି, ଗଜପତି, ବୌଦ୍ଧ, ବାଲେଶ୍ୱର, ଗଞ୍ଜାମ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, କେଉଁଝର, କୋରାପୁଟ ତ ଏସବୁ ଜିଲ୍ଲାରେ ଆପଣମାନଙ୍କର ଜେଆରଏସ୍ର ଆପ୍ଲାଏ ଡେଟ୍ଟି ଆପଣମାନଙ୍କର ଚାଲିଗଲାଣି। ତ ବର୍ତ୍ତମାନ ଯେଉଁ ଏନଗେଜମେଣ୍ଟ ଗୁଡ଼ାକ ଆକ୍ଟିଭ୍ ଅଛି ବା ଆପଣମାନଙ୍କର ଆପ୍ଲାଏଟି ଚାଲୁ ରହିଛି, ଯେଉଁ ଡିଷ୍ଟ୍ରିକ୍ଟ ଗୁଡ଼ାକ ରହିଲା ତାହା ହେଲା ଜଗତସିଂହପୁର, ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ନବରଙ୍ଗପୁର, ସୋନପୁର, ମୟୂରଭଞ୍ଜ, ପୁରୀ, କନ୍ଧମାଳ, ସମ୍ବଲପୁର, ଭଦ୍ରକ। ଏବଂ ସାଙ୍ଗମାନେ ମୁଁ କହି ରଖୁଛି ଯେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଆପଣମାନଙ୍କର ଜେଆରଏସ୍ର ଭ୍ୟାକେନ୍ସି ଆସିଥିଲା। ତ କୌଣସି କାରଣ ହେତୁ এই ଜେଆରଏସ୍ର ଭ୍ୟାକେନ୍ସିଟିକୁ ରଦ୍ଦ କରାଯାଇଛି। ତ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ଆଡ଼ଭର୍ଟାଇଜମେଣ୍ଟଟି ପୁଣି ବାହାରିବ। ତ କଟକ ଏବଂ କେନ୍ଦ୍ରାପଡ଼ା, ଯାଜପୁର ତ ବଲାଙ୍ଗୀର ତ ଏମିତି ଆହୁରି କେତେକ ଜିଲ୍ଲା ମଧ୍ୟ ଆସିବା ପାଇଁ ବାକି ରହିଛି। ତ ଗୋଟିଏରୁ 2 ସପ୍ତାହ ମଧ୍ୟରେ ଆପଣମାନଙ୍କର ଆସିଯିବ। କାରଣ এই ଜେଆରଏସ୍ ଜବ୍ଟି ଆପଣମାନଙ୍କର ଗୋଟେ ଡିଷ୍ଟ୍ରିକ୍ଟ ଗ୍ରେଡ୍ ପୋଷ୍ଟ ବା ଜିଲ୍ଲା ଭିତ୍ତିକ ପଦବୀ। ତ ସେଥିପାଇଁ ଆପଣଙ୍କର ଜିଲ୍ଲା ୱାଇଜ୍ ଆପଣଙ୍କର ଏଇ ନିଯୁକ୍ତି ଆସିବାକୁ ଭେରି କରେ। ତ ବାଲେଶ୍ୱର କେବେ ଆସିବ, ତ ମୟୂରଭଞ୍ଜ କେବେ ଆସିବ, ତ ଏକା ଦିନରେ ଆସେ ନାହିଁ। ତ ଆପଣମାନେ ୱେଟ୍ କରନ୍ତୁ ଆପଣଙ୍କର ଜିଲ୍ଲା ପାଇଁ, ଯଦି ଆପଣଙ୍କର ଜିଲ୍ଲାରେ ଏଇ ଭ୍ୟାକେନ୍ସିଟି ଆସିନାହିଁ। ତ ଆଜିର ଏହି ଭିଡ଼ିଓରେ এই ଜେଆରଏସ୍ର ସବୁକିଛି ଜାଣିବା A to Z ଏବଂ କେଉଁ ଜିଲ୍ଲାରେ ବର୍ତ୍ତମାନ କେତେ ପଦବୀ ଆସିଛି ଏବଂ କେଉଁ ଜିଲ୍ଲାରେ ବର୍ତ୍ତମାନ ଆପ୍ଲାଏ ଚାଲିଛି ଏବଂ এই ଜେଆରଏସ୍ରେ ଫର୍ମ ଫିଲ୍ଅପ୍ଟି କେମିତି ନିର୍ଭୁଲ ଭାବରେ କରିପାରିବେ ଏବଂ এই ଜେଆରଏସ୍ରେ ଏନଭଲପ ପୂରଣ କରିବାରେ ମଧ୍ୟ ବହୁତ ଜଣ ଭୁଲ କରୁଛନ୍ତି। ତ ଯାହାକି ଆଜି ଏନଭଲପ ପୂରଣ ସହିତ ଫର୍ମ ଫିଲ୍ଅପ୍ ଏବଂ ଆପଣମାନଙ୍କର ଆପ୍ଲାଏର ଲାଷ୍ଟ ଡେଟ୍ କେବେ ରହିଛି ତାହା ସମସ୍ତ ଡିଟେଲ୍ସ এই ଭିଡ଼ିଓ ମାଧ୍ୟମରେ ଜାଣିବା। ତ ଭିଡ଼ିଓଟି ଟିକେ ଲଙ୍ଗ ହୋଇପାରେ, ତ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ରହିବ। ତ ଆସନ୍ତୁ ଆରମ୍ଭ କରିଦେବା এই ଜେଆରଏସ୍ ଜବ୍ର ସଂକ୍ଷେପରେ এই ଜେଆରଏସ୍ ଜବ୍ର ପ୍ରୋଫାଇଲ୍ ବିଷୟରେ। ତ ଦର୍ଶକ ବନ୍ଧୁ, ଆପଣମାନେ ଯଦି କେବଳ ଦଶମ ଏବଂ +2ଟି ପାସ୍ କରୁଛନ୍ତି ତାହେଲେ এই ଜେଆରଏସ୍ ଜବ୍ରେ ଆପଣମାନେ ଆପ୍ଲାଏ କରିପାରିବେ। ତ ଏଥିପାଇଁ ଆପଣଙ୍କୁ ଗୋଟିଏ କମ୍ପ୍ୟୁଟର ସାର୍ଟିଫିକେଟ୍ର ଆବଶ୍ୟକତା ଅଛି। ତ ଦେଖନ୍ତୁ, ଆପଣମାନେ ଯଦି କେବଳ ଦଶମ ଶ୍ରେଣୀ ଏବଂ +2ରେ ଯଦି ଜଷ୍ଟ କେବଳ ପାସ୍ କରୁଛନ୍ତି ତ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣଙ୍କର ସିଲେକ୍ସନ୍ ହେବା ନ ହେବା ତ ଆପଣଙ୍କର ମାର୍କ ଉପରେ ଡିପେଣ୍ଡ କରେ, ଯେହେତୁ ଏହାର ଚୟନ ପ୍ରକ୍ରିୟାଟି ଆପଣଙ୍କର ସମ୍ପୂର୍ଣ୍ଣ ମାର୍କ ସିଲେକ୍ସନ୍ ଅନୁଯାୟୀ ହେବ। ତ ଆପଣମାନେ ଜାଣିଥିବେ ଯେମିତି ପୋଷ୍ଟାଲ ଜିଡିଏସ୍ ଜବ୍ରେ ଆପଣମାନଙ୍କର ଯେମିତି ମାର୍କ ସିଲେକ୍ସନ୍ରେ ହୁଏ, ତ এই ଜେଆରଏସ୍ ଜବ୍ରେ ମଧ୍ୟ ସେମିତି ଆପଣମାନଙ୍କର ମାର୍କ ସିଲେକ୍ସନ୍ରେ ହେବ ଏବଂ ଏହାର ରେଜଲ୍ଟଟି ଆପଣମାନଙ୍କର ମାସେରୁ 1.5 ମାସ ମଧ୍ୟରେ ପବ୍ଲିଶ ହୋଇଯାଏ। ତ ପବ୍ଲିଶ ଆପଣମାନଙ୍କର ଡିଷ୍ଟ୍ରିକ୍ଟର ଜିଲ୍ଲା ପରିଷଦ ୱେବସାଇଟ୍ରେ ନହେଲେ ଆପଣମାନଙ୍କର ଡିଷ୍ଟ୍ରିକ୍ଟର କଲେକ୍ଟରଙ୍କର ଯେଉଁ ୱେବସାଇଟ୍ ଅଛି ତ ସେଥିରେ ଆପଣମାନେ ଯାଇ ଦେଖିପାରିବେ। ବର୍ତ୍ତମାନ এই ଜେଆରଏସ୍ର ନିଯୁକ୍ତିକୁ ହାଇକୋର୍ଟରେ ଷ୍ଟେ କରାଯାଇଛି। ତ এই ଖବରଟି ମୁଁ ଗୋଟେ ପରବର୍ତ୍ତୀ ଭିଡ଼ିଓରେ ଛାଡ଼ିବି, ତ ଯେହେତୁ ଭିଡ଼ିଓଟି ଆପଣମାନଙ୍କର ଲଙ୍ଗ ହୋଇଯିବ। ତ ଯେଉଁମାନେ ବି ଜେଆରଏସ୍ର ରେଜଲ୍ଟକୁ ଅନାଇ ବସିଛନ୍ତି ତ ସେମାନଙ୍କ ପାଇଁ ଦୁଃଖଦ ଖବର, କାରଣ ଏଥିପାଇଁ ହାଇକୋର୍ଟରେ କେସ୍ ଚାଲିଛି ଆପଣମାନଙ୍କର। ତ ଆପଣମାନେ ଜାଣିନାହାନ୍ତି ଖବରଟି ବହୁତ ଜଣ। ତ ଆପଣମାନଙ୍କୁ ଗୋଟେ ନେକ୍ସଟ ଭିଡ଼ିଓରେ ମୁଁ କ'ଣ ପାଇଁ କେସ୍ଟି ହୋଇଛି ତ ଡିଟେଲ୍ସ ମୁଁ କହିଦେବି। ତ ଏବେ ଆସନ୍ତୁ ଜାଣିବା। ତ এই ଜେଆରଏସ୍ ଜବ୍ରେ ଆପଣମାନଙ୍କର ସାଲାରୀ ରହିବ ପ୍ରଥମ ବର୍ଷ 7,000। ତ ତା ପର ବର୍ଷ ପାଖରୁ ଆପଣ ଯଦି ଜବ୍ରେ କଣ୍ଟିନ୍ୟୁ କରନ୍ତି ତ 8,500। ତ ଆପଣଙ୍କ ଜିଲ୍ଲାରେ ପ୍ରତିଦିନ ବହୁତ ଗଭର୍ଣ୍ଣମେଣ୍ଟ ଏବଂ ପ୍ରାଇଭେଟ୍ ଜବ୍ ଆସିଛି, ତାହା ଆପଣମାନେ ଜାଣିପାରୁନାହାନ୍ତି। ତ ଆପଣମାନେ ପ୍ରତିଦିନ ନିଜର ଜିଲ୍ଲା ପରିଷଦ ସାଇଟ୍ କିମ୍ବା ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କର ବା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ବା ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କର ୱେବସାଇଟ୍କୁ ଭିଜିଟ୍ କରନ୍ତୁ। ତ ସେଥିରେ ଆପଣମାନଙ୍କର ପ୍ରତିଦିନ କିଛି ନା କିଛି ଗଭର୍ଣ୍ଣମେଣ୍ଟ କିମ୍ବା ପ୍ରାଇଭେଟ୍ ଜବ୍ର ଅପଡ଼େଟ୍ ଆସୁଛି। ତ ଆପଣମାନଙ୍କୁ ମୁଁ এই ଜେଆରଏସ୍ ଜବ୍ ବିଷୟରେ କେବଳ ଗୋଟିଏ ଭିଡ଼ିଓ ମାଧ୍ୟମରେ ସମସ୍ତ କିଛି ଡାଉଟ୍ କ୍ଲିୟର କରିବାକୁ ଚେଷ୍ଟା କରିବି। ଯେ ବର୍ତ୍ତମାନ ଯେଉଁ ନ୍ୟୁ ଅପଡ଼େଟ୍ଟି ଆସିଛି এই ଭଦ୍ରକ ଜିଲ୍ଲାର ଜେଆରଏସ୍ ଭ୍ୟାକେନ୍ସିକୁ ନେଇ, ତ ସେଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କର ପ୍ରତ୍ୟେକ ଜିଲ୍ଲାରେ ଆସୁଥିବା ଜେଆରଏସ୍ ଭ୍ୟାକେନ୍ସିର ସମସ୍ତ ପ୍ରକାର ଡାଉଟ୍କୁ ମୁଁ କ୍ଲିୟର କରିବି। ତ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରୁ ଭିଡ଼ିଓଟି ଦେଖୁଛନ୍ତି ତ ଆପଣମାନେ ଗୋଟିଏ ଗୋଟିଏ ଲାଇକ୍ କରିବେ, ଭିଡ଼ିଓଟିକୁ ଅନ୍ୟମାନଙ୍କୁ ସେୟାର କରିଦେବେ ଏବଂ ଯଦି ଆପଣମାନେ ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଥିବେ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଏମିତି ନୂଆ ନୂଆ ଜବ୍ ଇନଫର୍ମେସନ୍ ପାଇବା ପାଇଁ ମୋ ସହିତ ଯୋଡ଼ି ହୋଇ ରହିବେ। ତ ସାଙ୍ଗମାନେ, ବର୍ତ୍ତମାନ এই ଭଦ୍ରକ ଜିଲ୍ଲାରେ 146ଗୋଟି ଜେଆରଏସ୍ ପଦବୀରେ ନିଯୁକ୍ତି ଆସିଛି। ତ ଯେଉଁଥିରେ ସାଲାରୀ ରହିଛି ଆପଣମାନଙ୍କର, ଯଦି ଆପଣମାନେ ଗୋଟିଏ ବର୍ଷ ଜବ୍ରେ ରହୁଛନ୍ତି ତାହେଲେ ଆପଣମାନେ 7,000 ଟଙ୍କା ପାଇବେ ଏବଂ ଗୋଟିଏ ବର୍ଷରୁ ଅଧିକ ହେଲେ 8,500 ପାଇବେ ଏବଂ 6 ବର୍ଷରୁ ଅଧିକ ହେଲେ 8,800 ଟଙ୍କା ପାଇବେ। ଏବଂ ଦର୍ଶକ ବନ୍ଧୁ, ଆପଣମାନେ ଜାଣିନଥିବେ ଯେ এই ଜେଆରଏସ୍ ଜବ୍ରେ 1,000 ଟଙ୍କା ଏକ୍ସଟ୍ରା ଆଲାଉନ୍ସ ମିଳେ। ତ ଆପଣମାନେ ଯଦି ଦରମା ପ୍ରଥମ ବର୍ଷ 7,000 ପାଇବେ ଏବଂ 1,000 ଲେଖାଏଁ ଆପଣମାନେ ଆଲାଉନ୍ସ ପାଇବେ, ତ ଟୋଟାଲ୍ ଆପଣମାନଙ୍କର 8,000 ହେଇଯିବ। ତ ଆପଣମାନେ ଜାଣିଥିବେ ମଧ୍ୟ ଯେ এই ଜେଆରଏସ୍ ଜବ୍ରେ କିଛି ଉପରି ଇନକମ୍ ମଧ୍ୟ ଥାଏ, ତ ଯେଉଁଟା କହିବା କଥା ନୁହେଁ। ତ ଆପଣମାନେ ସମସ୍ତେ ଜାଣିଥିବେ
तो ये भद्रक जिला जीआरएस एप्लाई डेट 5/10 रु स्टार्ट हो जाए। एप्लाईर लास्ट डेट रोचे 5/11/2024। एथिरे +2 एवं 10म श्रेणी पास कर समस्त पिलामाने उभय झील और पुओ पिलामाने समस्ते आवेदन करें। तो वैकेंसी आपण स्क्रीन में देखी नियंतु जो मैंने भद्रक रु बिलोंग्स करुँच। तो तापर जदि आप देखिए एजुकेशनल क्वालिफिकेशन तो मुझे कहीगली। तापर कंप्यूटर एपाई आपको कंप्यूटर सर्टिफिकेट गुड़ा आवश्यक कहीगली। तो ये आपको एक कंप्यूटर प्रोफिशिएंसी सर्टिफिकेट आवश्यक जोटा कि OW कि OSCIT 3 मासिया कोर्स करते पार। तो जेकोसी गवर्नमेंट इन्स्टिट्यूशन रु रिकग्नाइज्ड इन्स्टिट्यूशन आपण मैंने ये कोर्स टी करथिले भल। तो जो मैंने भी गवर्नमेंट रिकग्नाइज्ड इन्स्टिट्यूशन करेंगे तो सेमानंकर सर्टिफिकेटार वेट टी अधिक रही। तो आपण मैंने जो मैंने भी प्राइवेट रू एप्लाई करेंगे तो सेमाने समस्त एप्लाई करेंगे। तो आपण मैंने जदि PGDCA DCA BCA MCA कोर्स इत्यादि IT कोर्स ये कंप्यूटर एप्लिकेशन करेंगे तो आपण मैंने समस्ते एप्लाई करेंगे। तो एज लिमिट कथा जदि आम देखा तो 18 वर्ष रु 40 वर्षर समस्त पिला एथे आवेदन करेंगे। तो आपण मानक पई SC ST SC BC एवं वुमेन मानक पई एज रिलैक्सेशन रोचे 5 वर्ष एवं PWD मानक पई अर्थात फिजिकल हैंडिकैप्ड मानक पई एज रिलैक्सेशन रोचे 10 वर्ष। तो जदि डॉक्यूमेंट्स कथा आम देखा ताले आपण मानकर 10म श्रेणी मार्क लिस्ट +2 मार्क लिस्ट आपणकर कंप्यूटर सर्टिफिकेट गोटे रेसिडेंट सर्टिफिकेट गोटे कास्ट सर्टिफिकेट आपड़ जदि फिजिकल हैंडिकैप्ड कैटेगरी एप्लाई करुँच तो PH सर्टिफिकेट। तो आप जब एक्स सर्विसमैन एप्लाई कर एक्स सर्विसमैन कि स्पोर्ट्समैन जब एप्लाई करता तो स्पोर्ट्समैन सर्टिफिकेट एवं गोटे रिसेंट कलर पासपोर्ट साइज फोटोकॉपी आवश्यक। तो ये जिते सब डॉक्यूमेंट आपको कहीगली तो ये समस्त डॉक्यूमेंट गुड़ाक तो जो गुड़ाक मुझे कहीगली तो से गुड़ाक सीरियल वाइज आप रखा चेष्टा करेंगे। तो प्रथम आपंकर जो एप्लिकेशन फर्माटी रही तो प्रथम से फर्माटी तापर जो डॉक्यूमेंट लिस्ट गुड़ाक सब सीरियल वाइज कर रखिए। तो ये समस्त डॉक्यूमेंट कॉपीर आप जेरेक्स टी काढ़ी आने तो जेरेक्स काढ़ी आनी आप सेल्फ अटेस्टेड करेंगे अर्थात तले आपंकर फुल सिग्नेचर टी मारे। तो तापर आपण मैंने गोटे एनभलप कि बड़ खाम मध्यम आपण मैंने पोस्ट ऑफिस मध्यम यहाँ रेजिस्ट्री कि स्पीड पोस्ट कर आपण मैंने एप्लाई करेंगे। तो आपणकर जिला परिषद एड्रेस को तो प्रथम आपण जिलार जो एडवर्टाइजमेंट नोटिस टी आसी तो तार जो सभा शेष पेज दुईटी जोटा आपर एप्लिकेशन फॉर्म टी एवं जो डिक्लेरेशन फॉर्म टी तो यही दुई कॉपी को आपण मैंने नेट कैम्प कंप्यूटर दुकान आपण मैंने प्रथम काढ़ी आने। तो काढ़ी आनी सारापर यहीटार आपण मैंने फिलअप करेंगे जो प्रथम आपर ये रिसेंट कलर पासपोर्ट साइज फोटोकॉपी गोटे पेस्ट करदे। तापर आपंकर कैंडिडेट नाम तो ये समस्त कैपिटाल लेटर रे बा बड़ अक्षर फिलअप करने चेष्टा करेंगे। तो तापर आपर आधार कार्ड रे जेकोसी नाम थी बापांकर नाम थी जदि झील पिला पकाउे जदि मैरेज करते तो हजबैंड नाम थी हजबैंड नाम लिखे। तो ये पारमानेंट एड्रेस टी देवे। तो ये जुगाजुग करेस्पोंडेंस एड्रेस टी देवे जदि आपर पारमानेंट और करेस्पोंडेंस एड्रेस दुईटी ठीक हो तो ये सिंपली डू लिखिदेवे। तो तापर आपर एक रेजिस्टर्ड इमेल आईडी टी देवे जो इमेल आईडी बर्तमान आपर कार्यक्षम चालू रही ताकू देवे। तापर आपर एक रेजिस्टर्ड मोबाइल नंबर टी एठारे देवे। तो तापर आपण मैंने कैटेगोरी रे चूज करेंगे तो आप यूआर बिलोंग्स करती ना ST रे जाउछंती ना SC रे जाउछंती किंबा SC BC रे जाउछंती। तो जो मैंने OBC रो जाउछंती तो सेमाने यूआर एप्लाई करेंगे कारण राज्य सरकार जेकोसी जॉब क्षेत्र में OBC मानक पई संरक्षण व्यवस्था नहीं एवं आपण मैंने जानिथिबे सेंट्रल रे जेकोसी जॉब पई SC BC मानक पई संरक्षण नहीं से यूआर पकती तेणु दुईटा अल्टरनेटिव हो जाए। तो तापर डेट ऑफ बर्थ रे आपण मानकर मेट्रिकुलेशन सर्टिफिकेट अनुसार एठारे डेट ऑफ बर्थ टी लिखिदेवे। तापर आपण मानकर जेंडर टी लिखिदेवे मेल कि फीमेल। तो आपण मानकर नेशनालिटी रे आपण माने इंडियान लिखिए INDIAN इंडियान लिखिए। तापर आपण मानकर आधार रो जो 12टी नंबर अच्छे एठारे आधार नंबर टी लिखिदेवे। तापर आपण मानकर जदि PWD कैटेगरी जाउछंती ताहाले एठारे येस लिखिए जदि जाउनांती ताहाले आपण माने नो लिखिए। वेदर एक्स सर्विसमैन तो आपण मैंने जदि एक्स सर्विसमैन रे एप्लाई करने चाहूँ ताहले येस लिखिए ना आपण मैंने नो लिखिए। वेदर पर्सन विथ वेदर स्पोर्ट्समैन जदि आपण मैंने स्पोर्ट्समैन रे एप्लाई करने चाहूँ ताहले येस लिखिए ना आपण मैंने नो लिखिए। तो एजुकेशनल क्वालिफिकेशन कथा जदि देखिबा आपण मैंने एठी सिंपली 10म लिखिदेवे बा 10th लिखिदेवे 10th। तापर यार पासिंग जो यार पास करथिबे ताहा एठारे मेंशन करदेबे। तापर टोटल मार्क आपनकर 600 मार्क हेतले 600 लिखिए जदि आपनकर फोर्थ ऑप्शनल किसी रही ताहले ताकू छाड़ी आपनकर जेते मार्क होची ताहा एठी लिखिदेवे। मार्क सिक्योर्ड एक्सक्लूडिंग एक्स्ट्रा फोर्थ ऑप्शनल जदि फोर्थ ऑप्शनल किसी आपनकर थाए ताकू छाड़ी आपनकर एठी लिखिया पई पड़ियो केते मार्क सिक्योर करले। तो परसेंटेज मध्ये सेमिति जदि आपनकर किसी फोर्थ ऑप्शनल थाए
ତାହେଲେ ତାକୁ ଛାଡ଼ି ମଧ୍ୟ ପର୍ସନାଲ୍ ତ ତାକୁ ଛାଡ଼ି ମଧ୍ୟ ଏଠାରେ ପରସେଣ୍ଟେଜଟି ବାହାର କରାଯିବ। ତ ପ୍ରାୟତଃ ଆମ ସମସ୍ତଙ୍କର 600 ମାର୍କର ଆନୁଆଲ୍ ଏକ୍ଜାମଟି ହୋଇଥାଏ ଏବଂ ପରସେଣ୍ଟେଜ ମଧ୍ୟ 600 ମାର୍କର ହୋଇଥାଏ। ତ କାହାର କାହାର ବି ଫୋର୍ଥ ଅପସନାଲ୍ ମଧ୍ୟ ରହିଛି। ତ ସେମାନେ ତାଙ୍କର ଫୋର୍ଥ ଅପସନାଲ୍ର ମାର୍କକୁ ବାଦ କରି ଆପଣମାନେ ପରସେଣ୍ଟେଜ ମାର୍କ ସିକ୍ୟୁର୍ଡ଼ ମାର୍କ ତ ଏସବୁ ଡିଟେଲ୍ସ ଦେବେ। ତ ତାପରେ 10th ପରେ ଆପଣମାନେ ଏଠାରେ ଏକ୍ଜାମିନେସନ୍ ପାସ୍ରେ ଆପଣମାନେ +2ଟି ଏଠାରେ +2ଟି ଲେଖିଦେବେ। ତାପରେ ଆପଣ ଇୟର୍ ପାସିଂରେ ଏଠି ଦେଇଦେବେ କେଉଁ ବର୍ଷ ପାସ୍ କରିଥିଲେ, ଟୋଟାଲ୍ ମାର୍କ କେତେ, କେତେ ଆପଣ ସିକ୍ୟୁର୍ କରିଛନ୍ତି ଟୋଟାଲ୍ ମାର୍କରୁ ଏବଂ ଆପଣଙ୍କର ପରସେଣ୍ଟେଜଟି ଏଠାରେ ଲେଖିଦେବେ। ତାପରେ ଆପଣମାନେ ଲାଙ୍ଗୁଏଜ୍ ପ୍ରୋଫିସିଏନ୍ସିରେ ୟୁ କ୍ୟାନ୍ ରିଡ୍, ୟୁ କ୍ୟାନ୍ ରାଇଟ୍, ୟୁ କ୍ୟାନ୍ ସ୍ପିକ୍। ତ ଇଂଲିଶ ଆପଣମାନେ ପଢ଼ିପାରନ୍ତି, କହି ବି ପାରନ୍ତି, ସରି ଲେଖି ପାରନ୍ତି, କହି ବି ପାରନ୍ତି। ତ ଓଡ଼ିଆ ଆପଣମାନେ କହିପାରନ୍ତି, ଲେଖି ପାରନ୍ତି ଏବଂ ପଢ଼ି ପାରନ୍ତି। ତ ଆପଣମାନେ ସବୁରେ ୟେସ୍ କରିଦେବେ, ୟେସ୍ ୟେସ୍। ତ ଏଠାରେ ସବୁ ଗୁଡ଼ାକରେ ଆପଣମାନେ ୟେସ୍ ଲେଖିଦେବେ। ତାପରେ ଆପଣମାନଙ୍କର କମ୍ପ୍ୟୁଟର ପ୍ରୋଫିସିଏନ୍ସି ଯେଉଁ ରହିଛି, ତ କମ୍ପ୍ୟୁଟର ଆପଣ କେଉଁ କୋର୍ସରେ କମ୍ପ୍ୟୁଟରଟି କରିଛନ୍ତି, PGDCA, DCA କି IT କୋର୍ସ କି OICTର ଯେକୌଣସି କୋର୍ସ, ତ ଆପଣମାନେ ଏଠି ଆପଣମାନେ ମେନସନ୍ କରିଦେବେ। ତ ତାପରେ ଆପଣମାନେ ଏଇ ଡିକ୍ଲାରେସନ୍ ପେଜ୍ରେ ସିଗ୍ନେଚର୍ ଅଫ୍ ଯେଉଁ କ୍ୟାଣ୍ଡିଡେଟ୍ଟି ଅଛି ଏଠାରେ ଆପଣମାନଙ୍କର ଫୁଲ୍ ସିଗ୍ନେଚର୍ଟି ଦେବା ପାଇଁ ଚେଷ୍ଟା କରିବେ। ପ୍ଲେସ୍ରେ ଆପଣଙ୍କର ଗାଁ ନା, ଡେଟ୍ରେ ଆପଣ ଯେଉଁଦିନ ଆପ୍ଲାଏ କରୁଛନ୍ତି ସେଇ ଡେଟ୍ଟି ଆପଣମାନଙ୍କର ରହିବ। ତ ଏବେ ଆସନ୍ତୁ ଟିକେ ଜାଣିନେବା ଯେଉଁ ଏନଭଲପଟି ଆପଣମାନେ କେମିତି ଫିଲ୍ଅପ୍ କରିବେ। ତ ଆପଣ ପ୍ରଥମେ ଗୋଟିଏ ବଡ଼ ଖାମ୍ ବା ଏନଭଲପ ଆଣିବେ। ତ ସେ ଆପ୍ଲିକେସନ୍ ଫର୍ମାଟ୍ଟି ସହିତ ଯେଉଁ ସବୁ ଡକ୍ୟୁମେଣ୍ଟ ଗୁଡ଼ାକ କହିଲି, ତ ସେଗୁଡ଼ାକ ଆପଣମାନେ ଷ୍ଟେପଲରିଂଟି କରିଦେବେ। ତ କରିଦେଇ ସାରିଲା ପରେ ଆପଣମାନେ ଏମିତି ଏକ ବଡ଼ ଖାମ୍ ଆଣି ଉପରେ ପ୍ରଥମେ ଲେଖିବାକୁ ପଡ଼ିବ ଆପ୍ଲିକେସନ୍ ଫର୍ ଦି ପୋଷ୍ଟ ଅଫ୍ GRS। ତ ମୁଁ ମୟୂରଭଞ୍ଜ ପାଇଁ ଆପ୍ଲାଏ କରିଥିଲି, ତ ମୁଁ ମୟୂରଭଞ୍ଜର ଏଠି ନେମ୍ଟି ଲେଖିଛି। ତ ଆପଣମାନେ ଭଦ୍ରକର ଆପ୍ଲାଏ କରିଥିଲେ, ତ ଭଦ୍ରକ ଏଠି ଲେଖିବେ। ତ ଏଇଟା ଲେଖିବା ପାଇଁ ଆପଣମାନଙ୍କୁ ଆପ୍ଲିକେସନ୍ ଫର୍ମାଟ୍ରେ ଗାଇଡ଼ଲାଇନ୍ ରହିଛି। ତ ତାପରେ ଫ୍ରମ୍ ଆଡ୍ରେସ୍ରେ ଆପଣମାନେ ନିଜର ନାମଟି ଲେଖିବେ, କେଆର୍ ଅଫ୍ଟି ନିଜର ଲେଖିବେ। ତାପରେ ଆପଣଙ୍କର ଗାଁର ନାମ ଲେଖିବେ, ପୋଷ୍ଟ ଅଫିସ୍ର ନାମ ଲେଖିବେ, ପିନ୍‌କୋଡ଼୍ଟି ଦେବା ପାଇଁ ଭୁଲିବେ ନାହିଁ, ଡିଷ୍ଟ୍ରିକ୍ଟର ନାମ ଲେଖିବେ ଏବଂ ପୋଷ୍ଟ ଅଫିସ୍ର ନିୟମ ଅନୁଯାୟୀ ଆପଣ ଯେକୌଣସି ବି ଚିଠି ବୁକିଂ କଲାବେଳେ ଆପଣଙ୍କର ମୋବାଇଲ୍ ନମ୍ବରଟି ଦେବା ପାଇଁ ଆପଣମାନଙ୍କୁ ପଡ଼ିବ। ତ ଆପଣମାନେ ମୋବାଇଲ୍ ନମ୍ବରଟି ଦେବା ପାଇଁ ଚେଷ୍ଟା କରିବେ। ତାପରେ ଆପଣମାନେ ଟୁ ଦି CDO କମ୍ EO ଜିଲ୍ଲା ପରିଷଦ ଭଦ୍ରକ ପାଇଁ ଆପ୍ଲାଏ କରିଥିଲେ ଭଦ୍ରକର ଲେଖିବେ, ମୟୂରଭଞ୍ଜ ପାଇଁ ଆପ୍ଲାଏ କରିଥିଲେ ମୟୂରଭଞ୍ଜ ଲେଖିବେ। ତାପରେ ଆପଣଙ୍କର ଏଠି ପିନ୍‌କୋଡ଼୍ଟି ଦେବା ପାଇଁ ବାଧ୍ୟତାମୂଳକ। ତ ଆପଣଙ୍କର ଆଡ଼ଭର୍ଟାଇଜମେଣ୍ଟରେ କେଉଁ ଆଡ୍ରେସ୍‌କୁ ଆପଣମାନେ ଲେଟର୍ଟି କରିବେ ତାହା ମେନସନ୍ ଅଛି। ତ ଆପଣମାନେ ଆଡ଼ଭର୍ଟାଇଜମେଣ୍ଟ ପେଜ୍‌କୁ ଦେଖି ଆପଣମାନେ ଲେଖିଦେବେ। ତ ଏଇ ଯେଉଁ ଦି CDO କମ୍ EO ଜିଲ୍ଲା ପରିଷଦ, ତ ଏଇ ଲେଖାଟି ତ ସମସ୍ତଙ୍କ ପାଇଁ ସମାନ ରହିବ। ଖାଲି ଆପଣମାନଙ୍କର ଜିଲ୍ଲାର ନାମଟି ଚେଞ୍ଜ ହେବ ଏବଂ ପିନ୍‌କୋଡ଼୍ଟି ଚେଞ୍ଜ ହେବ। ଅନ୍ୟାନ୍ୟ ସମସ୍ତ ଡାଟା ସବୁକିଛି ସମାନ ରହିବ। ତ ଏଇଟା ଥିଲା ଆଜିର ସମ୍ପୂର୍ଣ୍ଣ ଭିଡ଼ିଓ। ତ ଏମିତି ପ୍ରତିଦିନ ନୂଆ ନୂଆ ଜବ୍ର ଅପଡ଼େଟ୍ ପାଇବା ପାଇଁ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ମାନେ ଏମିତି ସପୋର୍ଟ କରିଥାନ୍ତୁ, ଭଲ ପାଇବା ଦିଅନ୍ତୁ ଏବଂ ଶେଷରେ ପୁଣି ଥରେ ଅନୁରୋଧ, ଭିଡ଼ିଓରେ ଗୋଟିଏ ଲେଖା ଲାଇକ୍ ଦେବେ ଏବଂ କମେଣ୍ଟ ମଧ୍ୟ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଜବ୍ର ଇନଫର୍ମେସନ୍ ପାଇବା ପାଇଁ ଚ୍ୟାନେଲ୍ ସହିତ ଯୋଡ଼ି ରହିବେ, ଭାଇକୁ ସପୋର୍ଟ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।